ଆଉ ୟାକୁ କଣ ଫୋନ ଟା କରିଥିଲି ଉଠେଇଲାନି ପ୍ରଦୀପ ଭାଇ, କଣ ବ୍ୟସ୍ତ ଥିଲେ ବୋଧେ। ଆଉ କାଇଁ ଫୋନ କରୁଥିଲ କୁହ ମତେ କହୁନ। ମୁଁ କହିଲି କହିଥାନ୍ତେ ତାକୁ, କଣ ପଠାପଠି କରିଥାନ୍ତେ ପଇସା ଏ ତା ଦ୍ୱାରା କିଛି ହବନି। ରୁହ, ମୁଁ ଆମର ମିଟିଂ ଗୋଟେ ଅଛି ଫାଇନାନ୍ସ କମିଟିର ହେଲା, ସପ୍ତାହ ଭିତରେ ମିଟିଂ ଟା ଡାକିବି। ଆଜି କାଲି ଡିସାଇଡ୍ କରିକି ମିଟିଂ କରିକି ଡିସାଇଡ୍ କରିବି, ସେଠି ପକେଇକି ତମ ପେମେଣ୍ଟ ଯାହା ବି ଅଛି ତାକୁ ନେଇକି କ୍ଲିୟର କରିଦେବା ହେଲା। ଦିଲ୍ଲୀପ ବାବୁ ମନେ ରଖନ୍ତୁ, ଏମାନେ ଖାଲି ନାଁକୁ ପୋଷ୍ଟ କରିକି ବସନ୍ତି ହେଲା, କିଛି କାମର କିଏ ନା। ମାନେ କହିଲେ ଖରାପ ଲାଗିଯିବ, ସତ କଥାଟା ଏଇ ଟାଇପ ର ଲୋକ ଅଛନ୍ତି କହିକି ତ ପ୍ରଦୀପ ମହାନ୍ତି ଏତେ ବର୍ଷ ରାଜ କଲା ନା। ଯାହାର ସମସ୍ତେ ଗୋଟେ ଗୋଟେ ଦାୟିତ୍ୱ ଦିଆଯାଇଛି, ଯଦି ତମ ଦାୟିତ୍ୱ ଟା ଠିକ ସେ ନିଭେଇବନି ଲାଭ କଣ ତାହେଲେ? କଣ କରିବ, ସେଇଟା ତ ପ୍ରୋବ୍ଲେମ ତ ସେଇଟା ନା। ମାନେ ଏମାନେ ମାନେ ଗୋଟେ ଜିନିଷ ଖାଲି ପୋଷ୍ଟ ନେଇକି ବସି ଗଲେ ହବନି। ମୁଁ କାହାକୁ ପର୍ସନାଲି କହୁନି, ଯେତେ ଅଛନ୍ତି ସମସ୍ତଙ୍କ କଥା ହେଲା। ଆଉ ସବୁ ଜିନିଷ ତ ମାନେ ଝାଡୁ ମାରିବ ବି ସେକ୍ରେଟାରୀ, ଆଉ ମାନେ ଜଣେ କହିଲେ ଅସୁବିଧା ହବ ନା। ଜଣେ କରିବ, ଆଉ ଜଣେ କରିଲା ପରେ ଏମାନେ ଖାଲି ଆସିକି କହିବା କଥା। ମାନେ ଜଣେ କଲେ ଅସୁବିଧା କଣ, ସମସ୍ତେ କହିବେ ଇଏ ବେଶୀ ମୁଣ୍ଡ ଖେଳଉଛି, ଇଏ କରୁଛି। ସେଇ ଫାଇଦା ଉଠେଇକି ତ ପ୍ରଦୀପ ମହାନ୍ତି ଯାହା ବି କରୁଥିଲା ଠିକ କରୁଥିଲା। ଇଏ ତ କିଛି ହେଲ୍ପ କରନ୍ତିନି ହେଲା। କଣ କରିବା, ଫ୍ୟୁଚର ଟିକେ ଚେଞ୍ଜ କରିବାକୁ ବି ବିଚାର ଅଛି, ଦେଖାଯାଉ କରିବା। ତମେ ମାନଙ୍କୁ ବି ଇନଭଲ୍ଭ କରିବାର କଥାବାର୍ତ୍ତା ଅଛି। ସବୁ ଗୋଟେ କରିକି ହଉ। ଏ କରୋନା ହେଇଯାଇଛି ମାନେ ଆମେ ଗୋଟେ ମାନେ ଗୋଟେ ଫର୍ମୁଲା ମୁଁ କାଢୁଛି ବୁଝିଲ। ତମକୁ କହୁଛି, ତମେ ତା ସାଙ୍ଗରେ ମାନେ ବେଶୀ ଏଟାକୁ ଇଏ କରିବନି। ମାନେ ଭାବିଦିଅ ଏବେ କଲେକ୍ସନ, ପଇସା କଲେକ୍ସନ ଭାବିଦିଅ। ଏବେ ମୁଁ ତମକୁ କହିବି ଯେ ଦିଲ୍ଲୀପ ବାବୁ ମତେ ତମେ ପଇସା କଲେକ୍ସନ କରିକି OSDA ପାଇଁ ମତେ ପଇସା ଦରକାର। ତମେ ଭାବିଦିଅ ତମ ଆଡୁ ତମେ 10 ଲକ୍ଷ ଟଙ୍କା କଲେକ୍ସନ କଲ, ଲେଟେଷ୍ଟ ସପୋଜ ହେଲା। ସେଇ 10 ଲକ୍ଷର ତମକୁ 10% ତମକୁ ଦେଇ ଦିଆଯିବ, ବୁଝିଲ ନା। ମାନେ ନହେଲେ ଦିଲ୍ଲୀପ ତା କାମ ଛାଡିକି କାହିଁ କଲେକ୍ସନ କରିବ ଭାଇ? କାହା ପାଖରେ ଆଉ କିଛି କାମ ନାହିଁ କି କଣ? ତମକୁ ଖାଲି ଆଣି ପଇସା ଦଉଥିବ, ବୁଝିଲ। ମୋ କହିବା ମାନେ ବୁଝିପାରୁଛ ତ? ସେଥିପାଇଁ ସେଇ ଜିନିଷଟା ମୁଁ ଫାଇନାନ୍ସ କମିଟିରେ ଏଇଟା ଇଏ କରିବି। ଆଉ ତାପରେ ମୁଁ ତମକୁ ବି କହିବି ହେଲା, ଯୋଉଠୁ ପେମେଣ୍ଟ ଯିଏ ଆଣିବ ଭାଇ 10% ଦେବ। ଥରେ ଗଲେ ତ ପଇସା ମିଳେନି ନା କୋଉ ଜାଗାରେ। 5 ଥର ଯିବ, କେତେ ଲୋକଙ୍କୁ କହିବ, କଣ ହବ କଣ ନାହିଁ, ସିଏ ତା 10% ବୁଝିବ। ଆଉ ଦିଲ୍ଲୀପ ଯଦି ପୁରା ପଇସା ବି ଆଣିକି ଦେଇଦେଲା, ଲୋକ କହିବେ ନା ଗାଡି ମାରିଦେଇଛି ହେଲା। ତମେ ଯଦି 10 ଟଙ୍କା କୋଉଠୁ ଆଣିଲ, 10 ଟଙ୍କା ପୁରା ବି ଆଣିକି ଦେଇଦବ, 15 ଆଣିଥିବ ନା 5 ଟଙ୍କା ରଖିଦେଇଛି କହିବ ତମେ ହେଲା। ସେଥିପାଇଁ ଆମେ କାହିଁ ଏଇଟା ଏମିତିଆ କରିବାନି ଭାଇ। 10% ସେ ନବ, ସରିଲା କଥା। ଗୋଟେ ଛାଟି ପିଟିକି ନବ, ଯୋଉଟା କି ଆମର ମୂଲ୍ୟ ହିସାବରେ କରିଦବା, ସେଇଟା ବେଟର ହବ ନା। ସେଥିରେ ଲୋକ ଇଣ୍ଟରେଷ୍ଟ ନେବେ ପଇସା କଲେକ୍ସନ କରିକି ଆଣିବା ପାଇଁ, ବୁଝିଲ ନା। ଆଉ ଗୋଟେ ସଂସ୍ଥା ଚଲେଇବା ପାଇଁ ସବୁବେଳେ ପଇସା ଦରକାର ପଡେ ହେଲା। ଛୋଟିଆ ମୋଟିଆ ପଇସାରେ ହେବନି। ଯଦି ଡେଭଲପମେଣ୍ଟ ଭଲ କି କରିବାକୁ ଚାହୁଁଛ, ତମକୁ ମାନେ ପୁରା ଓଡିଶା ପାଇଁ ତମକୁ କୋଟି ହିସାବରେ ତମର ପଇସା ଦରକାର ତମ ପାଖରେ ହେଲା। ପ୍ରତି ଡିଷ୍ଟ୍ରିକ୍ଟ କୁ ତମେ ବିଚାର କର ତ 30ଟା ଡିଷ୍ଟ୍ରିକ୍ଟ ଅଛି। 30ଟା ଡିଷ୍ଟ୍ରିକ୍ଟ ରେ ଯଦି ଭଲ କି ତମେ ଡେଭଲପମେଣ୍ଟ ପ୍ରୋଗ୍ରାମ ର ଗୋଟେ ଦିମାଗ ଲଗେଇବ, କେତେ ପଇସା ଲାଗିବ। ସେଥିପାଇଁ ମୁଁ ଏଇଟାକୁ ଫାଇନାଲ କରୁଛି, ଯଦି ହେବ ମୁଁ ତମକୁ କହିବି। ସିଧା ଯୋଉ କଲେକ୍ସନ ଟା ହବ ତମେ ତାର 10% ତମେ ନବ, ବୁଝିଲ। ଏଇ ଜିନିଷଟା ମୁଁ ବିଚାର କରୁଛି, ଦେଖାଯାଉ। କାହିଁକି ଏମିତିଆ ଟାଇପ ର ଅଲଗା ଟାଇପ ର ବିଚାର ନ କଲେ ହେବନି। ହାତରୁ ଖାଇକି କିଏ ଧାଇଁଥିବ ନା, ହାତରୁ ଖାଇକି ଧାଇଁଲେ ବି ଲୋକ ପୁରା ପଇସା ମାନେ ଗାଣ୍ଡି ମାରୁଛି କହୁଛନ୍ତି ନା। ପ୍ରୋବ୍ଲେମ ଟା ସେଇଠି ଅଛି। ଜଣେ ଯଦି ନିଜ ମାନେ ତାର ସ୍ୱଇଚ୍ଛାରେ ତାକୁ ଭଲ ଲାଗୁଛି ବ୍ୟାଡମିଣ୍ଟନ କରିକି, ମେହନତ ବି କରିକି ଯଦି କିଛି ଗୋଟେ କରୁଛି, ସେଥିରେ ବି ଲୋକ କହୁଛନ୍ତି କିଓର ତାର କିଛି ଥିବ ନା। ଆଉ ନିହାତି ସେଇ ଜିନିଷଟାକୁ କାହିଁ ଆମେ ପୁରା ସଫା କାଗଜ କଲମରେ କାହିଁ ପଇସା ନବୁ? ନିହାତି ନିହାତି
ତମକୁ ଯଦି ଏତେ ଖରାପ ଲାଗୁଛି ଭାଇ ତମେ ଆଣ, ତମେ ଆଣିକି ଦେଖାଅ, ଆଣ, ଆମେ ଦୁସରା ଲୋକ କହିବୁନି। ଯେମିତିଆ ମାନେ ଛୋଟ ଏକ୍ସାମ୍ପଲ ଦଉଛି, ଯେମିତିଆ ତମେ ଯେତେବେଳେ କୋଚ୍ ହେଇକି କି ମ୍ୟାନେଜର ହେଇକି ଯାଉଛ, ଲୋକର ଗାଣ୍ଡିଟା ଯେତେବେଳେ ପଡୁଛି, ଭାଇ ତମେ ଗୋଟେ ଲୋକକୁ ଆଣ ନା, ଯିଏ ଯିବ ଯାଇକି ସବୁ ଜିନିଷ କରିବ ଭଲ କି। ବୁଝିଲ ମୋ କଥାଟା? ସେଥିପାଇଁ ଏଇ ଜିନିଷଟାକୁ ଇମ୍ପ୍ଲିମେଣ୍ଟ କେମିତି, ଭଲ ଆଇଡିଆ ଅଛି ନା ନାଇଁ? ଏଇଟା ନିହାତି ଦରକାର। ଏଇଟା ମାନେ ଆମକୁ ପଇସା ଦରକାର ଭାଇ, ଆମେ ସେମିତି ଡେଲି ତା ପକେଟରୁ ଖର୍ଚ୍ଚ କରିକି ଚଲଉଛି କହିକି ଲୋକ କହିବା କଥା ନାହିଁ। ଆମେ ଆସୋସିଏସନ କୁ ଭଲ କି ଚଲେଇବାକୁ ଚାହୁଁଛୁ, ଆଉ ଆମେ ସବୁ ଜାଗାରେ ଗୋଟେ ଗୋଟେ ଦାୟିତ୍ୱବାନ ଲୋକକୁ ଧରିବାକୁ ଚାହୁଁଛୁ, ଯିଏ ତାମାନେ ଯଦି ତାର ଟାଇମ ନୁହଁ, ସେ ତାର ଟାଇମ ର ତାକୁ ତାର ପେମେଣ୍ଟ ମିଳିବା କଥା। ବୁଝିଲ ନା? ତମେ ତମ କାମ ଛାଡିକି ଯଦି ତମେ ଦୌଡିବ ଓଡିଶା ପାଇଁ 5 ଦିନ, ମାନେ ତମକୁ ବି ତ ଭାଇ ଚଲିବାର ଅଛି ନା, ଆଉ ତମର ବି ଘର ବାହାର ଅଛି, ତମର ବି ଖର୍ଚ୍ଚ ଅଛି ହେଲା। ଏଇଟାକୁ ଏବେ ମୁଁ କରିବାର ମାନେ ଫାଇନାଲ କରିଛି, ଏଟାକୁ ମୁଁ କରିବି ଏବେ, ପକେଇବି କମିଟିରେ ଡିସାଇଡ କରିକି ଯାହା ବି ଫାଇନାଲ କରିକି ଆକୁ ପଡିବ। ନିହାତି କିଛି ଗୋଟେ ନୂଆ ଭବା ହେଇଛି ଆଉ। ମୁଁ ଜାଣିଥାଉ ଭାଇ, ମୁଁ କାହା ଉପରେ ଡିପେଣ୍ଡେବୁଲ ନୁହେଁ କି ଇଏ, ମୋର ଯେତିକି ମୋ ଇନକମ ମୁଁ ହେତିକିରେ ଚାଲେ। ମୋ ପର୍ସନାଲ ବ୍ୟକ୍ତିଗତ କଥା ହଉଛି ଯେ ମୁଁ ମୋ ଘର ଇନକମ ରେ ବି ଚାଲେନି। ଘରେ ବି ମାଗେନି ଟଙ୍କାଟେ, ମୋର ଭାଇ ଏତିକି। କାରଣ ସବୁ ଜିନିଷ, ବାକି ଜିନିଷ ଘରେ କାଲି କହିବେ ତୁ ଆମକୁ ପଚାରଣା କରୁଥିଲୁ। ନାଇଁ ଦେଖ ଦିଲ୍ଲୀପ ଭାଇ, ମୁଁ ମୋର ପର୍ସନାଲ କଥା କହୁଛି ହେଲା। ମୁଁ ମୋର ବିଜନେସ, ମୋର ଟାଇମ, ମୋର କାମ ଛାଡିକି ମୁଁ ଓଡିଶା ବ୍ୟାଡମିଣ୍ଟନ ପାଇଁ ଦୌଡ଼ିବି। ମୋ ୱାଇଫ ମତେ 50ଟା କଥା କାହିଁ ଶୁଣେଇବ, ମୋ ପଇସା ଟା ମୁଁ ସେଠି କାହିଁ ପୁରେଇବି। ସେଥିପାଇଁ ମୁଁ ଯୋଉ ଜାଗାରେ ଯାଇକି ମୁଁ ଯୋଉ ମୋର ମେହନତ କରିକି ପଇସା ଟା ଆଣିବି, ଭାଇ ମତେ ବି ତ ପଇସା ଦରକାର ନା। ନିଜେ ମୋର କାମ ଛାଡିକି ମୁଁ ଯାଉଛି ନା। ଯୋଉ ଉପର ବଟମ ଦେଇକି କଥା କହିଲେ ହବନି। ସେଠି ବହୁତ ହିସାବ କିତାବ, ଆଉ ଗୋଟେ ଜାଗାକୁ ଥରକୁ ଗଲେ ହେବନି। ଆମ ଘର ନୁହଁ ଯେ ଯୋଉ ବୋର୍ଡ ସଜେଇକି ଆମେ ରଖିବୁ। ସେଇଟା ସବୁ ଭାବିକି ମୁଁ କହିଲି ଯେ ନାଇଁ ଭାଇ, ଏଟାକୁ ଯଦି ଚଳେଇବାର ଅଛି ଭଲ କି ହିସାବ କିତେ କରାଯାଉ ହେଲା। ସେଟା ମୁଁ ଏକା କହିକି ନାହିଁ, ଯିଏ ବି ଯୋଉଠୁ ବି ପଇସା ଆଦାୟ କରିକି ଆଣିବ, ସେଟାକୁ ତାର ମେହନତ ପଇସା ସବୁ ପାଇଁ ସେ ଇଚ୍ଛା କରିବ। ଲାଷ୍ଟ ଟୁର୍ଣ୍ଣାମେଣ୍ଟ ଯେତେବେଳେ ଲାଷ୍ଟ ଦିନ ସବୁ ଠିଆ ହେଇକି ଫଟୋ ଉଠେଇଲ, ତାପରେ ପରଦିନ ଆଉ ଗୋଟେ ଦିନ ଅପେକ୍ଷା କଲନି ଯେ କାମ କଣ ଡିଷ୍ଟ୍ରିବ୍ୟୁଟ କରାହେଇଥିଲା, ଯେ ସେଟା କେମିତି ସମାପ୍ତ କରିଦେଇକି ଜଣକୁ ରିଲାକ୍ସ କରିବା କେମିତି, ଏଟା ଚିନ୍ତା କଲନି କଣ ପାଇଁ? ନା ପଳେଇଲ, ସରିଲା କାମ, ପଳେଇଲ ଫଟୋ ଉଠେଇକି। ଆଉ ନା ଆମେ ସମସ୍ତେ ସେମିତିଆ ଆଉ ଆମେ ମାନେ ଟୁର୍ଣ୍ଣାମେଣ୍ଟ ର ପୂର୍ବରୁ କିଏ ଆସିବେନି, ଟୁର୍ଣ୍ଣାମେଣ୍ଟ ପରେ କିଏ ରହିବେନି, ଖାଲି ଟାଇମ ରେ ଠିକ ଅଛି ଭଲ, ଭଗବାନ କରୁ ତ ଭଲ କି ଯେମିତି ହେଲା ସେମିତି ହେଇଯାଉ ଫ୍ୟୁଚର ରେ ବି। ଆଉ କୁହ, ଆଉ ତମର ସାର୍ଥକ ବାବୁର କଣ ହାଲଚାଲ, କଥା ହେଇଥିଲ? ନାଇଁ ମୁଁ ଯେତେବେଳେ କରିଥିଲି, ତମେ କହିଲା ପରେ ଥରେ କରିଥିଲି, ଫୋନ ଟା ଉଠେଇଲାନି କଣ ପାଇଁ? ହଁ, ତାକୁ ଉଠେଇଲାନି ଫୋନ। ତାପରେ ସେ କଟକରେ ଯୋଉ ବାଟାଟା ଯୋଉ ଟୁବୁଲା ଅଛି, ସିଏ ବି ମତେ ଫୋନ କରିଥିଲା, ମୁଁ ବ୍ୟସ୍ତ ଥିଲି, ଉଠେଇ ନଥିଲି। ମୁଁ ତାପରେ ତାକୁ ଯେତେ ଥର 2-3 ଥର କଲ କଲିଣି, ତାର ସୁଇଚ୍ ଅଫ୍। ଗୋଲଶାଳା ଜେଲ ପଳେଇଲା କି ଆଉ। କାରଣ ମଣିଷର ପରିସ୍ଥିତି ଭାରି ସାଂଘାତିକ। ଯୋଉମାନେ ପରମାନେଣ୍ଟ ଚାକିରି କରୁଛନ୍ତି, ଗଭର୍ଣ୍ଣମେଣ୍ଟ ଚାକିରି, ତାଙ୍କ କଥା ଅଲଗା। ତାଙ୍କୁ ଛାଡିକି ଅନ୍ୟ ବ୍ୟବସାୟୀ ମାନଙ୍କର ଅବସ୍ଥା ଭାରି ସାଂଘାତିକ। ସତ କଥା, ବହୁତ ସାଂଘାତିକ ଅବସ୍ଥା ଅଛି ସମସ୍ତଙ୍କର। ମୁଁ କହିଲି, ମୁଁ ଯୋଉଟା ଖର୍ଚ୍ଚ କଲି ମତେ ଦେଇଦେଲେ ମୋର ଟେନସନ କ୍ଲିୟର ହେଇଯାଏ। କାରଣ ମୁଁ କୋଉ ପରିସ୍ଥିତିରେ ମୋର ଘଟୁଛି କଣ, ସେଟା ମୁଁ ହିଁ ଅନୁଭବ ନିଜେ କରୁଛି। ଏଟା ମୁଁ ଏଟା ପର୍ସନାଲ ତମ ସହିତ ହିଁ ସେୟାର କରୁଛି, କାରଣ ମୁଁ ଏଟା କାହାକୁ ସେୟାର କଲେ କିଛି ମୋର ଲାଭ ହବନି। କାରଣ ମୁଁ ଯାଇକି ଯୋଉ ସରୋଜ କୁ କହିବିନି କି ସ୍ୱାଧୀନ କୁ କହିବିନି ବି, କାରଣ ସେଇ କଥାଟା ସିଏ ମନେ ରଖି ଇନ ଫ୍ୟୁଚର କେତେବେଳେ କଣ ହବ, ସେ କଥାଟା ସିଏ ମତେ କହିବେ। ଆଉ ଗୋଟେ କାମ କରତ, ମତେ ଆଉ ଥରେ କଲ କରନ୍ତୁ, ତମ ଆୱାଜ ଟା କଟୁଛି। Please watch current updates in Rainbow Digital. Stay
log in www.rainbowodisha.com. Subscribe our channel in YouTube and press the bell icon.